ପ୍ରକୃତିର ତାଣ୍ଡବ ଥରହର ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ। ଲଗାଣ ବର୍ଷା ପରେ ଉଭୟ ରାଜ୍ୟକୁ ମାଡ଼ି ଆସିଛି ପ୍ରଳୟଙ୍କାରୀ ବନ୍ୟା ସାଙ୍ଗକୁ ଭୂସ୍ଖଳନ। ହିମାଚଳରେ ରେଡ୍ ଆଲର୍ଟ ଜାରି କରାଯାଇଥିବା ସହ ଦିନକ ପାଇଁ ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ କରାଯାଇଛି। ସେପଟେ ସୁ ଗର୍ଜନ କରି ମାଡ଼ି ଆସୁଛି ବନ୍ୟା ଜଳ। ପାଣିର ସୁଅ ଏତେ ପ୍ରଖର ହୋଇଛି ଯେ ସବୁକିଛି ଧୋଇ ନେଉଛି। ପାହାଡ଼ ଉପରୁ ବର୍ଷା ଜଳର ଅନବରତ ସ୍ରୋତ ପରେ ଏବେ ଫୁଲୁଛି ନଦୀ। ହିମାଚଳ ପ୍ରଦେଶର ଅନେକ ନଦୀରେ ଏବେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ନଦୀ ଉଛୁଳୁଥିବା କାରଣରୁ ବିପଦ ବଢ଼ିଛି। ନଦୀ କୂଳିଆ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି। ମଣ୍ଡିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପରେ ସ୍ଥିତି ସଙ୍ଗୀନ ହୋଇଛି। ଏଥିମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ହିମାଚଳ ପ୍ରଦେଶ ପାଇଁ ରେଡ୍ ଆଲର୍ଟ ଜାରି କରିଥିବା ବେଳେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସେପଟେ ସ୍ଥାନୀୟ ଲୋକେ କହିଛନ୍ତି, ଗତକାଲି ବିଳମ୍ବିତ ରାତିରୁ ମଣ୍ଡିରେ ପ୍ରବଳ ବର୍ଷା ହେଉଛି। ସକାଳ ଯାଏଁ ବି ବର୍ଷା ଚାଲିଛି। ସ୍ଥାନେ ସ୍ଥାନେ ଭୂସ୍ଖଳନ ବି ହେଉଛି। ତେଣୁ ସମସ୍ତେ ସୁରକ୍ଷିତ ଭାବରେ ଘରେ ରହିଥିବା ଜରୁରୀ ବୋଲି ସ୍ଥାନୀୟ ବାସିନ୍ଦା ଜଣକ ଅନୁରୋଧ ମଧ୍ୟ କରିଛନ୍ତି। କିଏ ଜୀବନ ବଞ୍ଚାଇବାକୁ ଘର ଛାଡୁଛି ତ ପୁଣି କିଏ ଜଳବନ୍ଦୀ ଅବସ୍ଥାରେ ଉଦ୍ଧାର ପାଇଁ ଅପେକ୍ଷା କରିଛି। ପ୍ରକୃତିର ଏ କରାଳ ରୂପ ଦେଖି ଲୋକେ 2023 କଥା ମନେ ପକାଉଛନ୍ତି। ବ୍ୟୁରୋ ରିପୋର୍ଟ, ନ୍ୟୁଜ ଦୁନିଆ।